ଧାର ଧାର ପ୍ରେମ ଅଶ୍ରୁ ଝରିବାକୁ ଲାଗୁଛି, ଆପଣ ଯୋଗରେ ତଲ୍ଲୀନ ହେଇଯାଉଛନ୍ତି ତାଙ୍କ ସହିତ, ସେଇ କରୁଣା ଟିକେ ମତେ ବି ଦିଅନ୍ତୁନି। ଗୁରୁ ସବୁବେଳେ ଶିଷ୍ୟ ଠାରେ ଅନୁକମ୍ପା ବହନ କରେ, ସ୍ୱାମୀ ସବୁବେଳେ ପତ୍ନୀ ଠାରେ କୃପା ଭାବ ବହନ କରେ, ପ୍ରେମ ଭାବ ବହନ କରେ। ତେଣୁ ଶଙ୍କର ଭଗବାନ କହିଲେ, ପାର୍ବତୀ ଏ ବଡ଼ ଗୋପନୀୟ କଥା, ପ୍ରେମ କାହାକୁ ଦେଖେଇ ହୁଏ ନା, ପ୍ରେମ ନିଭୃତରେ କରାଯାଏ। ପ୍ରେମ କେହି କାହାକୁ ବୁଝେଇ ପାରେ ନା, ପ୍ରେମ ଦେଖେଇକିରି କେହି କରନ୍ତିନି, ଏ ଦେଖେଇବାର ଚିଜ ନୁହଁ। ତାଳି ମାରିଦେଲେ, ନନ୍ଦୀ ଭୃଙ୍ଗି ଆସି ଠିଆ ହେଇଗଲେ, କହିଲେ ଯା କୈଳାସ କନ୍ଦରକୁ ଭାକାଣ୍ଟ କରିଦିଅ, କେହି ଜଣେ ବି ଏଠି ରହିବେନି, କୌଣସି ଜୀବ ରହିବେ ନାହିଁ। ସମସ୍ତେ ବିଦା ହେଇଗଲେ। ନନ୍ଦୀ ଭୃଙ୍ଗି ଓଗେରେ ଶଙ୍କର ଆଉ ପାର୍ବତୀ। ଭଗବାନ କହିଲେ ଅମୃତ କଥା ଶ୍ରବଣ କରୁଛନ୍ତି ମା ପାର୍ବତୀ, କିନ୍ତୁ କହିଲେ ଗୋଟିଏ ସର୍ତ୍ତ, ଏଭଳି ସର୍ତ୍ତରେ ଶୁଣିବ ମୁଁ କହୁଥିବି ବୋଲିଏ ଜଗନ୍ନାଥ ଭଗବାନ କି ତୁମେ କହୁଥିବ ଜୟ, ମୁଁ କହୁଥିବି ବୁଝିଲ, ତୁମେ କହୁଥିବ ହଁ। ଆଉ ଯଦି ସେପରି ନ କରିବ ମୁଁ କଥା ବନ୍ଦ କରିଦେବି। ନା 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 ସ୍ୱାମୀ, ଆପଣ କୁହନ୍ତୁ, ମୁଁ ଜୟକାର ଦେବି, ହଁ ମାରିବି। କିନ୍ତୁ ମା ମାନେ ବାପା ମାନେ, ହରି କଥା ବଡ଼ କାଠୁଆ, ଏ କାଠ ଚିପୁଡ଼ିଲେ ସେଥିରୁ ରସ ବାହାରିବ। ଏ ରସ ରସଗୋଲାର ରସ ନୁହଁ। ଏ ରସକୁ ପାନ କରିବାକୁ ହେଲେ କାଠକୁ ଚୁପୁଡ଼ିକି ସେଥିରୁ ରସ କାଢ଼ିବାକୁ ପଡ଼ିବ, ତାହେଲେ ଯାଇ ସେ ରସର ଆନନ୍ଦ କିଏ ପାଇବ? ମା ମାନେ ବାପା ମାନେ, ଅଜବ କଥା ହେଲା, ମା ତ ମୋର କଥା ଶୁଣୁ ଶୁଣୁ ଥକିଗଲେ, ସ୍ୱାମୀଙ୍କର କୋଳରେ ମୁଣ୍ଡ ରଖିକିରି ଶୋଇଗଲେ। କଥାକାର କଥା କହନ୍ତି, ଖାଲି ତାଙ୍କୁ ଗୋଟେ ଅବସର ମିଳିଯିବା ଦରକାର, ଟିକେ ହରି କଥା ହୁଅନ୍ତେନି, ବାସ୍ କଥା ଆରମ୍ଭ ହେଇଗଲା। ଅଜସ୍ର ଶ୍ରାବୀ ସେ ଅଜସ୍ର ଭାବରେ ଆନନ୍ଦରେ ତଲ୍ଲୀନ ହୋଇ କହି ଚାଲିଛନ୍ତି। ଜଣେ କିଏ ହୁଁ ମାରୁଛି, ଜୟ କହିଲା ବେଳକୁ ଜୟ କହୁଛି, କିନ୍ତୁ କଥାରେ ଯେତେବେଳେ ବିଶ୍ରାମ ନେଇ ଆଖି ଖୋଲି ଚାହିଁଲେ, ପାର୍ବତୀ ଶୋଇଛନ୍ତି, ଟିକେ ହଲେଇଲେ, ପାର୍ବତୀ ଝାଡ଼ି ଝୁଡ଼ି ବସିଲେ। ଶୋଇ ଯାଇଥିଲ ନା? ହଁ। ହୁଁ କହୁଥିଲା କିଏ? ଚାରିଆଡ଼କୁ ଚାହିଁଲା ବେଳକୁ ଗୋଟିଏ ମୃତ ଶୁକ ପକ୍ଷୀ, କିଏ କୁହନ୍ତି ଅଣ୍ଡ ଭିତରେ ଥିବା ପକ୍ଷୀ, ପ୍ରଭୁଙ୍କର ମୁଖ ନିଃସୃତ ହରିକଥା ବାଣୀର ପ୍ରଭାବରେ ତାର ଶୂନ୍ୟ ଜୀବନ ପୂର୍ଣ୍ଣ ହେଇଗଲା, ଜୀବନ୍ୟାସ ପାଇ ଫୁର କିନା ଉଡ଼ି ପଳେଇଲା। ଭଗବାନ ଧଇଲେ ତ୍ରିଶୂଳ, ଭଗବାନ କହିଲେ ଆରେ ଆରେ ଆରେ, ଏ ଅପାତ୍ର ଯଦି ହରି କଥା ପରି ମହତ କଥାକୁ ନେଇ ଦାଣ୍ଡରେ ପକେଇଦବ, ତାହେଲେ ତ ସବୁ କଥା ଖରାପ ହେଇଯିବ ନା। ତ୍ରିଶୂଳଟା ଧରି ଗୋଟେଇଲେ। ସୁଖ ଦେଖିଲା, ଯିଏ ଜଗତ ଜୀବନ, ଯିଏ ଜୀବ ଜୀବନ, ଯିଏ ଆଶୁତୋଷ, ସିଏ ଯଦି ଚାହିଁବେ ମତେ ନିମିଷକେ ମାରିଦେଇ ପାରିବେ। କଣ କରିବି ଚାରିଆଡ଼କୁ ଚାହିଁଲା, ଦେଖିଲା ବ୍ୟାସଦେବଙ୍କ ପତ୍ନୀ ଋତୁସ୍ନାନ ସାରିକି ଫେରୁଛନ୍ତି। ମୁକୁଳିତ କେଶ ଅଛି, ଏକବସ୍ତ୍ରୀ ହେଇକି ଅଛନ୍ତି। ଊର୍ଦ୍ଧ୍ୱକୁ ଯେତେବେଳେ ମୁଖ କଲେ, ସୁଖ ଜୀବନ ଛାଡ଼ିଦେଲେ, ନିଜ ପ୍ରାଣ ଶକ୍ତିକୁ ତାଙ୍କ ଗର୍ଭରେ ସ୍ଥାନ ଦେଇଦେଲେ। ଗର୍ଭ ଭାରି ହେଲା। ବ୍ୟାସ ପତ୍ନୀ ଘରେ ପହଞ୍ଚିଲେ, ଶଙ୍କର ଭଗବାନ ତ୍ରିଶୂଳଟା ତାଙ୍କ ପିଣ୍ଡାରେ ପକେଇକି ବସିଲେ। କିଏ ଜଣେ ପଚାରିଲା, କହିଲେ ଏଠି କାହିଁ ବଇଛନ୍ତି ଆଜ୍ଞା? କହିଲେ ଗୋଟିଏ ବଦମାସ ପଳେଇ ଆସିଛି, ଆଙ୍କ ଘରେ ଏଇ ଆଙ୍କର ଯୋଉ ଗୃହର ଯିଏ ମାଲିକାଣୀ ତାଙ୍କ ଗର୍ଭରେ ଅଛି, ଜନ୍ମ ହବ ତ ତାକୁ ମାରିବି, ଏଠୁ ଯିବି। ଯିଏ ଭିତରେ ଅଛି ସେ ଆହୁରି ଚାଲା, କହିଲା ବାହାରିବିନି ତ ତମେ ମାର। 10 ମାସ ଗଲା, 10 ଦିନ, ଛୁଆ ଜନ୍ମ ହଉନି। ବର୍ଷେ ଗଲା ହଉନି, 2 ବର୍ଷ ଗଲା ହଉନି, 12 ବର୍ଷ ଗଲାଣି ଛୁଆ ଜନ୍ମ ହଉନି। ବ୍ୟାସ ତପସ୍ୟାରୁ ଫେରିଲେ, ଦେଖିଲେ ସ୍ତ୍ରୀ ବଡ ଗର୍ଭ କଷ୍ଟ ପାଉଛନ୍ତି, ପିଲାଟା ଯେ ଜନ୍ମ ହବାର ନାଁ ଧରୁନାହିଁ। ବ୍ୟାସ କହିଲେ, ଗର୍ଭ ଭିତରେ କିଏ ଅଛ ବାବା? ବାହାରକୁ ଆସ, ପ୍ରକଟ ହୁଅ। କହିଲେ ନା ନା, ଏଠି ଘୋର ମାୟା, ଆମେ ଯିବୁ ନଉ, ଆମକୁ ମାୟା ସ୍ପର୍ଶ କରିବ। ଆମେ ଆ ଭିତରେ ଭଲ ଅଛୁ, ଜପ ତପ ବଢିଆ ଚାଲିଛି, ଆମର ଯିବାର ନାହିଁ। ଏ ସଂସାରରେ ହରି ମାୟା ଦୂରତ୍ୟା ବଡ କଠିନ, ଆମେ ଯିବୁ ନାହିଁ।
कहले ना बापा मु पिता हिसाब से आशीर्वाद दउची तुमको ए संसार हरिमाया स्पर्श करबनी जन्म नियो प्रकट हुआ कहले जदि ग्यारंटी कार्ड देले आमे ताले जन्म होगा मना करिबुनी जे ए 12 वर्ष हलानी हमर तो ज्ञान उदय हेलानी हमको मातृजोनि स्पर्शर अपराध लागि जिवो संगे संगे व्यास मंत्रपुत करी गोटे काछा देले ये हूँ एकमात्र मनुष्य जे पेंट पिंधिकी जन्म है वज्र लिंगुटी परिधान करी जन्म नेले भूमि उपरे पड़िले माँ गर्भरु पड़िले तो आउ सोईकी कुआ कुआ हेलेनी 12 वर्ष हेलानी ठिया ठिया चलवा लगे बुझिले कि मोर माँ माने बापा माने ठिया ठिया पुओटा पड़ौछि व्यास परम ज्ञानी ये तांको ठारु आहुरी ज्ञानी पुओ जन्म होइछि हैं शंकर भगवान जिते त्रिशूल उठेले कहले आज्ञा कहीं हट चमट कर आपण तो कहते जी हरि कथा को मन कर्ण दे श्रवण करी हृदय हरि की धारण करीगला सी मरण रु मुक्त होगा ना कहला कौ मरण आपको देवे बोली आप बही शंकर कहला रे कथा आज जाए मो मुंडे जुटी नाला सी कैलाश फेरीगले ये पुओ को चलिले बापता पछरे गोड़ेले कहले पुओ पलैया पलैया योग्य पुओटा घर छाड़ी बाज ही पलाऊँ कौ बापार दिह सह संस्कृत भागवत बड़ सुंदर शब्द लिखुंट जंग प्रवर्जंत अनुपेत अपेत कृत्य दौपायन विरह कातर आजुहाव पुत्रेति तन्मयतया तरवो भीने तं सर्वभूत हृदय मुनिमानतोषि कौन तार अर्थ है जंग प्रवर्जंत प्रवर्ज्या शब्द अर्थ होची पदव्रजरे चलिबा अनु बोइले पछरे जंग प्रवर्जंत अनुपेत अपत्य कृत्य अपत्य बोइले संतान कृत बोइले पाई पुओ को फेरे आनिबा पई पुओ पछे पछे पादरे चाली चाली जो बुढ़ा बापा व्यास गोड़ दौपायन व्यासंकर गोटे ना हूँ दौपायन कारण आंको माँ सत्यवती आंको गोटे दीपरे जन्म देती चारिपाखे जल मझे स्थल सी आउ गोटे अलग कथा सियाड़े आउ पशि विरह कातर आजुहाव पुओ पलाऊची बोली पुत्र विच्छेदर दुखरे व्यास विरहरे कातर व्याकुल पुत्र बाजी ही पलाऊची जन्म होगी छुआटा पलाऊची घर छाड़ी पुत्रेति तन्मयतया तांकु पुओ ठारे एभली मोहग्रस्त हेबार देखि तरबो बिनेदु ए रास्ता कड़े थिबा गछ माने भी कथावार्ता होबाक लागिले जणे जणे गछ तो अपेक्षा भी करि पारलेनी कहले हे मुनि श्रेष्ठ ए काहाकु पुओ पुओ कहि कि धाउछ हैं असिव वेळकु एकरे कुमार भगवान कार्तिक मास जो पंच
ପାଳନ କରାଯାଏ। ସେଥିରୁ ଗୋଟିଏ ପ୍ରାତଃ ସ୍ନାନ, ଆଉ ଗୋଟିଏ ନାମ ଜପ, ଆଉ ଗୋଟିଏ ହଉଛି ଦାନ। ମୁଠେ ଚାଉଳ ହଉ ପଛେ ଦାନ ଦିଅ, ବସ୍ତ୍ର ଖଣ୍ଡେ ହଉ ପଛେ ଦାନ ଦିଅ, ଯେତିକି ଶକ୍ତି ମୁତାବକ ଦାନ ଅବଶ୍ୟ କର। ପାଞ୍ଚଟା କଥାରୁ ତିନିଟା ଶୁଣିଲେ, ଆଉ କଥା ଚାଲିଥିଲା ବେଳେ ଆଉ ଦିଟା ଶୁଣିଲେ। ମା ମାନେ ବାପା ମାନେ ଦାନ ଅବଶ୍ୟ କରିବ, ଯାହା ଦାନ କରିବ ସେହି ଧର୍ମ ସାଥିରେ ଯିବ, ଆଉ କେହି ଯିବେନି। କିଏ ପୁତ୍ର କିଏ ମାତା। ବଡ ସୁନ୍ଦର ଶବ୍ଦରେ ଆମ ମାଟିର କବି ଲେଖିଲେ କଣ, ଟାଣ ପଣେ କହୁଛୁ ସବୁ ପ୍ରାକ୍ଟିସ୍ ଆମର ହେଇଯାଇଛି। ଘର ମୋର, କୋଠା ମୋର, ପିଣ୍ଡା ମୋର, ଗଛ ମୋର, ମାଛ ମୋର, ମଣିଷ ମୋର, ମୋ ସ୍ତ୍ରୀ, ମୋ ପିଲା ମୋର। ଆରେ ଟଳି ପଡ଼ିଲେ ଦାଣ୍ଡ ପିଣ୍ଡାରେ ଡେରି ହେଇକି ବସିକିରି ବଡ ତୋଳ, ମୋ ବାରି ବାଟେ କାହିଁ ଗଲୁ? ଆରେ ବୁଢାଟା ଚାଲିଗଲା ରେ, ସଇଲା। ଚାଲିଗଲା ପରେ କହିଲା ବେଳକୁ ଯୋଉ ପଲଙ୍କ ମୋଟା ଗଦି ଆଉ ଘରେ ପୁରେଇଲେନି, ନାଇଁ ନାଇଁ ତାକୁ ଦାଣ୍ଡରେ ଶୁଆ, ମାରା ହେଇଯିବ।